ଏପ୍ରିଲ 2025 ପାଇଁ ମେଷ ରାଶିର ରାଶିଫଳ। 2025 ମସିହାର ଏପ୍ରିଲ ମାସିକ ରାଶିଫଳ ଅନୁସାରେ ଏହି ମାସ ମେଷ ରାଶିର ଜାତ ବ୍ୟକ୍ତିଙ୍କ ପାଇଁ ମଧ୍ୟମ ଫଳପ୍ରଦ ହେବାର ସମ୍ଭାବନା ଅଛି। ମାସର ଆରମ୍ଭରେ ପଞ୍ଚଗ୍ରହ ସୂର୍ଯ୍ୟ, ଶନି, ରାହୁ, ବୁଧ ଏବଂ ଶୁକ୍ରଙ୍କ ପଞ୍ଚଗ୍ରହୀ ଯୋଗ ଆପଣଙ୍କ ଦ୍ୱାଦଶ ଘରେ ସୃଷ୍ଟି ହେବ, ଯାହା ଆପଣଙ୍କ ବିଦେଶ ଯାତ୍ରାର ପ୍ରବଳ ସମ୍ଭାବନା ସୃଷ୍ଟି କରିବ। ଏହା ସହିତ ଏହି ମାସରେ ଆପଣଙ୍କ ଯାତ୍ରା ସଂଖ୍ୟା ବହୁତ ଅଧିକ ହେବାକୁ ଯାଉଛି। ଅନ୍ୟପଟେ ଆପଣଙ୍କର ଖର୍ଚ୍ଚ ମଧ୍ୟ ଅପ୍ରତ୍ୟାଶିତ ଭାବରେ ବୃଦ୍ଧି ପାଇପାରେ, ଯାହା କାରଣରୁ ଆପଣଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏହା ବ୍ୟତୀତ ଗୋଟିଏ ପରେ ଗୋଟିଏ ଶାରୀରିକ ସମସ୍ୟା ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ। ତେଣୁ ଆପଣଙ୍କୁ ଏହି ମାସରେ ବହୁତ ସତର୍କ ରହିବାକୁ ପଡ଼ିବ। ବ୍ୟବସାୟ ପାଇଁ ଆପଣଙ୍କୁ ଯାତ୍ରା କରିବାକୁ ପଡ଼ିପାରେ। ପ୍ରେମ ସମ୍ପର୍କରେ ଉତ୍ଥାନ ପତନ ଆସିବାର ଏବଂ ବୈବାହିକ ସମ୍ପର୍କ ମଧ୍ୟ ଚ୍ୟାଲେଞ୍ଜରେ ପରିପୂର୍ଣ୍ଣ ହେବାର ସମ୍ଭାବନା ଅଛି। ଦେବଗୁରୁ ବୃହସ୍ପତି ମାସ ସାରା ଆପଣଙ୍କ ଦ୍ୱିତୀୟ ଘରେ ରହିବେ। ଏଠାରୁ ସେ ତୁମର ପରିବାର ସମ୍ପର୍କରେ ଭଲ ଫଳ ପ୍ରଦାନ କରିବେ। ବୃହସ୍ପତି ଦ୍ୱିତୀୟ ଘର, ତୁମର ଷଷ୍ଠ ଘର, ଅଷ୍ଟମ ଘର ଏବଂ ଦ୍ୱାଦଶ ଘରକୁ ଦେଖିବେ। ଏପରି କ୍ଷେତ୍ରରେ ସେ ବିରୋଧୀମାନଙ୍କୁ ଶାନ୍ତ କରିବେ, ଚ୍ୟାଲେଞ୍ଜ ହ୍ରାସ କରିବେ, ଆପଣମାନଙ୍କରେ ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ସୃଷ୍ଟି କରିବେ ଏବଂ ଆପଣଙ୍କ କ୍ୟାରିୟରରେ ଅନୁକୂଳ ଫଳାଫଳ ପ୍ରଦାନ କରିବେ। ମାସର ଆରମ୍ଭରେ ମଙ୍ଗଳ ଗ୍ରହ ଆପଣଙ୍କ ଦ୍ୱିତୀୟ ଘରେ ରହିବେ। ଯେତେବେଳେ 3 ତାରିଖରେ ଆପଣଙ୍କ ଚତୁର୍ଥ ଘରେ ନିଜ ରାଶି କର୍କଟ ରାଶିରେ ଆସିବ, ଯାହାଫଳରେ ପାରିବାରିକ ସମ୍ପର୍କରେ ଉତ୍ତେଜନା ଦେଖାଦେଇପାରେ ଏବଂ ଆପଣଙ୍କ ମାଙ୍କ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ। କ୍ୟାରିୟର ଦୃଷ୍ଟିକୋଣରୁ ଏହି ମାସଟି ଉତ୍ଥାନ ପତନରେ ପରିପୂର୍ଣ୍ଣ ହେବାର ସମ୍ଭାବନା ଅଛି। ଦଶମ ଘରର ଭଗବାନ ଶନି ମହାରାଜ ସମ୍ପୂର୍ଣ୍ଣ ମାସ ପାଇଁ ଦ୍ୱାଦଶ ଘରେ ରହିବେ ଏବଂ ତାଙ୍କ ସହିତ ସୂର୍ଯ୍ୟ, ବୁଧ, ଶୁକ୍ର ଏବଂ ରାହୁ ମଧ୍ୟ ଉପସ୍ଥିତ ରହିବେ। ଏହା ସହିତ ଷଷ୍ଠ ଘରର ପ୍ରଭୁ ମଧ୍ୟ ମହାରାଜ ଯିଏ ଦ୍ୱାଦଶ ଘରେ ରହିବେ। ଏପରି ପରିସ୍ଥିତିରେ ଆପଣଙ୍କ ପାଇଁ ବହୁତ ଦୌଡ଼ିବାକୁ ପଡ଼ିପାରେ। ଆପଣଙ୍କ ଉପରେ କାମର ଚାପ ମଧ୍ୟ ଆସିବ। ଏହି ସମୟରେ ଆପଣଙ୍କୁ ଗୋଟିଏରୁ ଗୋଟିଏ ଅଧିକ କାମ ମିଳିପାରେ, ଯାହା ହେତୁ ଆପଣଙ୍କୁ ବହୁମୁଖୀ ହେବାକୁ ପଡ଼ିବ, ଯାହାଦ୍ୱାରା ଆପଣଙ୍କ ଏକ ସମୟରେ ଅନେକ କାମ ସମାପ୍ତ କରିପାରିବେ। 14 ତାରିଖରେ ସୂର୍ଯ୍ୟ ଦେବତା ଆପଣଙ୍କ ନିଜ ରାଶିରେ ପ୍ରବେଶ କରିବେ, ଯାହା ତାଙ୍କର ଉଚ୍ଚ ରାଶି। ତାପରେ ଆପଣ କିଛି ଭଲ ଫଳାଫଳ ପାଇବେ, କାରଣ ସୂର୍ଯ୍ୟ ଆପଣଙ୍କ କାର୍ଯ୍ୟଦକ୍ଷତାକୁ ସୁଦୃଢ଼ କରିବେ। ବ୍ୟବସାୟ କରୁଥିବା ଲୋକଙ୍କ ବିଷୟରେ ସମସ୍ତ ଘରର କର୍ତ୍ତା ଶୁକ୍ର ମହାରାଜ ମଧ୍ୟ ସମ୍ପୂର୍ଣ୍ଣ ମାସ ଆପଣଙ୍କ ଦ୍ୱାଦଶ ଘରେ ବସି ରହିବେ ଏବଂ ପଛୁଆ ଅବସ୍ଥାରେ ରହିବେ, ଯାହା ଫଳରେ ବ୍ୟବସାୟରେ ଉତ୍ଥାନ ପତନ ହେବ। କିନ୍ତୁ ପ୍ରଥମେ ବୁଧ 7 ତାରିଖରେ ସିଧାସଳଖ ହୋଇଯିବେ ଏବଂ ତାପରେ 13 ତାରିଖ ଏପ୍ରିଲ ଶୁକ୍ରବାର ମଧ୍ୟ ନିଜର ଉଚ୍ଚ ରାଶିରେ ସିଧାସଳଖ ହୋଇଯିବ। ଏହା ଫଳରେ ବିଦେଶୀ ଉତ୍ସ ମାଧ୍ୟମରେ ଅନ୍ୟ ରାଜ୍ୟରୁ ବ୍ୟବସାୟରେ ବିଶେଷ ଲାଭ ପାଇବାର ସମ୍ଭାବନା ଅଛି। ଏହି ମାସରେ ଆପଣଙ୍କର ବ୍ୟବସାୟ ପାଇଁ କିଛି ନୂତନ ଲୋକଙ୍କୁ ଭେଟିବା ଉଚିତ। ଯଦି ଆମେ ଆପଣଙ୍କର ଆର୍ଥିକ ସ୍ଥିତି ଉପରେ ନଜର ପକାଇବା, ତେବେ ଏହି ମାସ ଆପଣଙ୍କୁ ଅତ୍ୟନ୍ତ ସତର୍କତାର ସହିତ ଆଗକୁ ବଢ଼ିବାକୁ ଆବଶ୍ୟକ ବୋଲି ସୂଚାଇ ଦେଉଛି, କାରଣ ପଞ୍ଚଗ୍ରହୀ ଯୋଗ ଆପଣଙ୍କ ଦ୍ୱାଦଶ ଘରେ ଥିବାରୁ ଏହି ମାସରେ ଆପଣଙ୍କ ଖର୍ଚ୍ଚରେ ବହୁତ ବୃଦ୍ଧି ହେବାର ସମ୍ଭାବନା ଅଛି। ଏହି ବୃଦ୍ଧି ଅପ୍ରତ୍ୟାଶିତ ହେବ, ତେଣୁ ଆପଣଙ୍କ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। 2025 ମସିହାର ଏପ୍ରିଲ ମାସିକ ରାଶିଫଳ ଅନୁସାରେ ଏହି ମାସର ଆରମ୍ଭରେ ଶନି, ଶୁକ୍ର, ସୂର୍ଯ୍ୟ, ବୁଧ ଓ ରାହୁ ଦ୍ୱାଦଶ ଘରେ ଅବସ୍ଥାନ କରିବେ ଏବଂ ଆପଣଙ୍କର ଖର୍ଚ୍ଚ ବୃଦ୍ଧି ପାଇବ। ମାସର ଆରମ୍ଭରେ ବୁଧ ଏବଂ ଶୁକ୍ର ପ୍ରତିକୂଳ ହେବେ, ତେଣୁ ଏହି ଖର୍ଚ୍ଚ କିଛି ପରିମାଣରେ ହ୍ରାସ ପାଇବ। କିନ୍ତୁ ମାସ ଶେଷ ଭାଗରେ ଏହି
ଉଭୟ ପ୍ରତି ସିଧାସଳଖ ଅବସ୍ଥା ଯିବେ ଏବଂ ଆପଣଙ୍କ ଖର୍ଚ୍ଚ ବୃଦ୍ଧି କରିବେ। ପ୍ରେମ ଏବଂ ବିବାହ। ଯଦି ଆମେ ଆପଣଙ୍କ ପ୍ରେମ ଜୀବନ ବିଷୟରେ କଥା ହେବା, ତେବେ ମାସ ଆରମ୍ଭ ବହୁତ ଭଲ ଏବଂ ଖରାପ ହେବ। ପଞ୍ଚମ ଘରର ଅଧିପତି ସୂର୍ଯ୍ୟ ମହାରାଜ ମାସର ପ୍ରଥମାର୍ଦ୍ଧରେ ଶନି, ଶୁକ୍ର, ବୁଧ ଏବଂ ରାହୁଙ୍କ ସହିତ ଦ୍ୱାଦଶ ଘରେ ରହିବେ। ଏପରି ପରିସ୍ଥିତିରେ ଗୋଟିଏ ପଟେ ଆପଣଙ୍କ ସମ୍ପର୍କରେ ରୋମାଣ୍ଟିକ୍ ମୁହୂର୍ତ୍ତ ଆସିବ ଏବଂ ଆପଣ ପରସ୍ପରକୁ ଭଲ ପାଇବେ, ପରସ୍ପର ପାଇଁ ବହୁତ କିଛି କରିବେ ଏବଂ ଆପଣଙ୍କ ସମ୍ପର୍କକୁ ଆଗକୁ ନେବାକୁ ଚେଷ୍ଟା କରିବେ। ଏହା ସହିତ ଆପଣଙ୍କର ଘନିଷ୍ଠ ସମ୍ପର୍କରେ ଉନ୍ନତି ହେବ। କିନ୍ତୁ ଅନ୍ୟ ପକ୍ଷରେ ଆପଣଙ୍କ ପ୍ରିୟଜନ ଶାରୀରିକ ସମସ୍ୟାରେ ପୀଡ଼ିତ ହୋଇପାରନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। 14 ତାରିଖରେ ଯେତେବେଳେ ସୂର୍ଯ୍ୟ ଆପଣଙ୍କ ରାଶିରେ ପ୍ରବେଶ କରିବେ ଏବଂ ଏହାର ସର୍ବୋଚ୍ଚ ପ୍ରଭାବ ଦେବେ, ସେତେବେଳେ ଆପଣଙ୍କୁ ଆପଣଙ୍କ ପ୍ରିୟଜନଙ୍କର ପୂର୍ଣ୍ଣ ସମର୍ଥନ ମିଳିବ। ସେମାନଙ୍କ ଠାରୁ ଆପଣଙ୍କୁ କିଛି ଭଲ ଖବର ମିଳିପାରେ ଏବଂ ଆପଣଙ୍କ ସମ୍ପର୍କ ଆହୁରି ମଜବୁତ ହେବ। ଯଦି ଆମେ ଆପଣଙ୍କ ପ୍ରେମ ଜୀବନ ବିଷୟରେ କଥା ହେବା, ତେବେ ମାସର ଆରମ୍ଭ ବହୁତ ଭଲ ଏବଂ ଖରାପ। ଅବିବାହିତ ଲୋକଙ୍କ ବିଷୟରେ କହିବାକୁ ଗଲେ, ସପ୍ତମ ଘରର କର୍ତ୍ତା ଶୁକ୍ର ମହାରାଜ ତାଙ୍କର ଉଚ୍ଚ ରାଶି ମୀନ ରାଶିରେ ଦ୍ୱାଦଶ ଘରେ ସୂର୍ଯ୍ୟ, ଶନି, ରାହୁ ଏବଂ ବୁଧଙ୍କ ସହିତ ସମଗ୍ର ମାସ ପାଇଁ ରହିବେ। ଏହା ପଛୁଆ ଅବସ୍ଥାରେ ଗତି କରିବ। ଏପରି ପରିସ୍ଥିତିରେ ପାରିବାରିକ ସମ୍ପର୍କରେ ଉତ୍ତେଜନା, ଦ୍ୱନ୍ଦ୍ୱର ପରିସ୍ଥିତି ସୃଷ୍ଟି ହେବ। କୌଣସି କାମରେ ପାରମ୍ପରିକ ସହମତି ହେବ ନାହିଁ, ଯାହା ଝଗଡ଼ା ଏବଂ କଳହ ସୃଷ୍ଟି କରିପାରେ। କିନ୍ତୁ 13 ତାରିଖରେ ଶୁକ୍ର ସିଧାସଳଖ ହୋଇଯିବେ ଏବଂ ତାପରେ ସେହି ସମୟରେ ଆପଣଙ୍କ ସମ୍ପର୍କ ଭଲ ରହିବ। ପ୍ରତିକାର। ଆପଣ ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ଉଚିତ। ପାଠ କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ। ଗୁରୁବାର ଦିନ କଦଳୀ ଗଛରେ ପାଣି ଅର୍ପଣ କରନ୍ତୁ ଏବଂ ପୂଜା କରନ୍ତୁ। ଆପଣ ମଙ୍ଗଳବାର ଦିନ ହନୁମାନ ମନ୍ଦିରରେ ଲାଲ କଦଳୀ ଅର୍ପଣ କରିବା ଉଚିତ ଏବଂ ଯେକୌଣସି ମନ୍ଦିର କିମ୍ବା ବଗିଚାରେ କଦଳୀ ଗଛ ଲଗାନ୍ତୁ।